ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର ଆର୍ଟ୍ସ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯେଉଁମାନଙ୍କର ପଲିଟିକାଲ ସାଇନ୍ସ ଅଛି ପିଲାମାନେ, ତ ପଲିଟିକାଲ ସାଇନ୍ସର ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା ସିଲେକ୍ସନ୍ କ୍ୱେଶ୍ଚିନ୍। ତ ପଲିଟିକାଲ ସାଇନ୍ସର ତମର 8 ମାର୍କ ଯେହେତୁ ପଡ଼ିବ ଲଙ୍ଗ କ୍ୱେଶ୍ଚିନ୍, ତ 8 ମାର୍କ ଲଙ୍ଗ କ୍ୱେଶ୍ଚିନ୍ ପଡ଼ିବ। ତ ଲଙ୍ଗ କ୍ୱେଶ୍ଚିନ୍ ଗୋଟେ ମୁଁ ନେଇ ଆସିଛି, 8 ମାର୍କର ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ନେଇ ଆସିଛି ସିଲେକ୍ସନ୍ କ୍ୱେଶ୍ଚିନ୍। ତ ବାର ଏକ୍ଜାମରେ ଆସୁଥିବା କ୍ୱେଶ୍ଚିନ୍ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ପିଲାମାନେ। ପଞ୍ଚାୟତ ସମିତିର ଗଠନ କାର୍ଯ୍ୟାବଳୀକୁ ଆମେ ଆଲୋଚନା କରିବା। ତ 8 ମାର୍କରେ ଆମେ ଲେଖିବା। ତ ପଡ଼ିଥିଲା 7 ମାର୍କ ପଡ଼ୁଥିଲା, ତାହେଲେ 8 ମାର୍କ ତମେ 3ଟି କରିବ। ତମ ଯେ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ନେଇ ଆସିଛି ପିଲାମାନେ, ଯଦି କହିବ ଲଙ୍ଗ କ୍ୱେଶ୍ଚିନ୍ ବି ସବୁଦିନ ଗୋଟେ ଗୋଟେ ନେଇ ଆସିବି। ତ ବହୁତ ଗୁରୁତ୍ୱପୂର୍ଣ୍ଣ ଲଙ୍ଗ କ୍ୱେଶ୍ଚିନ୍। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦାବି ଦେବ, ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦେବ। ତ ପଞ୍ଚାୟତ ସମିତିର ଗଠନ କାର୍ଯ୍ୟାବଳୀ ବିଷୟରେ ଆମେ ଆଲୋଚନା କରିବା। କ'ଣ ଦେଇଛି? ରାଜ୍ୟର ପ୍ରତି ଜିଲ୍ଲା କେତୋଟି ବ୍ଲକକୁ ନେଇ ଗଠିତ ଏବଂ ପ୍ରତି ବ୍ଲକରେ ଗୋଟିଏ ପଞ୍ଚାୟତ ସମିତି ଥାଏ। ଓଡ଼ିଶାରେ 314ଟି ପଞ୍ଚାୟତ ସମିତି ଅଛି। ପ୍ରତି ବ୍ଲକରେ 10ରୁ 15 ଗୋଟି ଗ୍ରାମ ପଞ୍ଚାୟତ ଥାଏ। ପଞ୍ଚାୟତ ସମିତିର ଗଠନ କାର୍ଯ୍ୟାବଳୀ କ'ଣ ଆମେ ଆଲୋଚନା କରିବା। ତ ବୁଝିପାରିଲ ନା, ରାଜ୍ୟର ପ୍ରତି ଜିଲ୍ଲା କେତୋଟି, ରାଜ୍ୟର ଯେତିକ ଆମର ଜିଲ୍ଲା ଅଛି, ବୁଝିହେଲା। ତ ଯେତେ ଜିଲ୍ଲା କେତୋଟି, ଆମର ଯେତେ ଜିଲ୍ଲା ମାନେ କ'ଣ, ସରି ମୁଁ ବି ମୂର୍ଖ, ଜିଲ୍ଲା କେତୋଟି ନା ଜିଲ୍ଲା ହଉଛି 30ଟି। ରାଜ୍ୟରେ କେତେଟା ଜିଲ୍ଲା? 30ଟି ଜିଲ୍ଲା। ତ ଜିଲ୍ଲା କେତୋଟି ବ୍ଲକକୁ ନେଇ ଗଠିତ, କ'ଣ ନା ରାଜ୍ୟର ପ୍ରତି ଜିଲ୍ଲା କେତୋଟି ବ୍ଲକ, ଜିଲ୍ଲା କେତୋଟି ବ୍ଲକକୁ ନେଇକି ଗଠିତ ଏବଂ ପ୍ରତି ବ୍ଲକରେ ଗୋଟିଏ ଜିଲ୍ଲା କ'ଣ ନା ବ୍ଲକକୁ ନେଇ ଗଠିତ। ବ୍ଲକ କ'ଣ ନା ଗୋଟିଏ ପଞ୍ଚାୟତ ସମିତି ଥାଏ। ବ୍ଲକରେ କେତୋଟି ନା ପ୍ରତି ବ୍ଲକରେ ତ ଗୋଟିଏ ଲେଖାଏଁ ପଞ୍ଚାୟତ ସମିତି ଥିବ, ବୁଝିହେଲା। ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ପଞ୍ଚାୟତ। ଓଡ଼ିଶାରେ 314ଟି ପଞ୍ଚାୟତ, ଓଡ଼ିଶାରେ କେତୋଟି ନା 314ଟି ପଞ୍ଚାୟତ ସମିତି ଅଛି। ପ୍ରତି ବ୍ଲକରେ 10ରୁ 15 ଗୋଟି ଗ୍ରାମ ପଞ୍ଚାୟତ। ପଞ୍ଚାୟତ ସମିତି ପ୍ରତି ବ୍ଲକରେ ଗୋଟିଏ ଥିବ, ବ୍ଲକରେ ପଞ୍ଚାୟତ ସମିତି ଗୋଟେ, କିନ୍ତୁ ପ୍ରତି ବ୍ଲକରେ 10ରୁ 15 ଗୋଟି ଗ୍ରାମ ପଞ୍ଚାୟତ ଥାଏ। ତ ପିଲାମାନେ ତାପରେ ଦେଖିବା ଗଠନ। ଗଠନ କ'ଣ ଦେଲା ନା ପଞ୍ଚାୟତ ସମିତି ପଞ୍ଚାୟତରାଜ ବ୍ୟବସ୍ଥାର ମଧ୍ୟ। ତ ପଞ୍ଚାୟତରାଜ ବ୍ୟବସ୍ଥା 3ଟି ସ୍ତର। 3ଟି ସ୍ତର କ'ଣ? ପ୍ରଥମେ ହେଲା ଜିଲ୍ଲା ପରିଷଦ, ତାପରେ ପଞ୍ଚାୟତ ସମିତି, ତାପରେ ଗ୍ରାମ ପଞ୍ଚାୟତ, ବୁଝିହେଲା। ତ ପଞ୍ଚାୟତ ସମିତି ମଝିରେ ରହିଲା, ସେଥିପାଇଁ କହିଲା ପଞ୍ଚାୟତ ସମିତି ପଞ୍ଚାୟତରାଜ ବ୍ୟବସ୍ଥାର ମଧ୍ୟମ ସୋପାନ ଗଲା। ଏହା ସରକାରୀ ବେସରକାରୀ ସଭ୍ୟଙ୍କୁ ନେଇ ଗଠିତ। ସରକାରୀ ମାନେ ପାଠ ପଢି ଶିକ୍ଷିତ, ବେସରକାରୀ ମାନେ ସଭ୍ୟଙ୍କୁ ନେଇ ଗଠିତ। ବେସରକାରୀ ସଭ୍ୟଙ୍କର ଭୋଟ ଦେବା। ତ ଏଥିରେ କ'ଣ ନା ବେସରକାରୀ ସଭ୍ୟଙ୍କର ଭୋଟ ଦେବା ଅଧିକାର ଥାଏ, କିନ୍ତୁ ପଞ୍ଚାୟତ ସମିତିର ଯୋଉ ସରକାରୀ ସଭ୍ୟ ଅଛନ୍ତି ତାଙ୍କର ଭୋଟ ଦେବାର ଅଧିକାର ନଥାଏ। ତାପରେ ପଞ୍ଚାୟତ ସମିତିର ବେସରକାରୀ ସଭ୍ୟମାନେ ହେଲେ କିଏ ନା ସମିତି ସଭ୍ୟ। ଯେଉଁ ଗ୍ରାମ ପଞ୍ଚାୟତ ମାନଙ୍କୁ ନେଇ ପଞ୍ଚାୟତ ସମିତି ଗଠିତ, ସେଇ ସବୁ ଗ୍ରାମ ପଞ୍ଚାୟତର କ'ଣ ନା ସରପଞ୍ଚ ମାନେ। ତାପରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ ମଧ୍ୟରେ ଥିବା 20,000ରୁ କମ୍ ଲୋକ ସଂଖ୍ୟା ବିଶିଷ୍ଟ ପୌର ସଂସ୍ଥା ବା ବିଜ୍ଞପ୍ତିତ ଅଞ୍ଚଳ ପରିଷଦର କ'ଣ ନା ଅଧ୍ୟକ୍ଷ। ଯେଉଁ ବିଧାୟକ ଲୋକସଭା ସଦସ୍ୟଙ୍କ ନିର୍ବାଚନ ମଣ୍ଡଳୀ ଭିତରେ ବ୍ଲକଟି ଅନ୍ତର୍ଭୁକ୍ତ, ସେହି ବିଧାୟକ ଲୋକସଭା ସଦସ୍ୟ। ତ ଏଇମାନେ ସବୁ ବେସରକାରୀ ସଭ୍ୟ। ତାପରେ କ'ଣ ସରକାରୀ ସଭ୍ୟ ନିଏ ନା ବିଡିଓ, ବ୍ଲକ ସ୍ତରୀୟ ଅନ୍ୟ ଅଫିସର। ଯଦିଓ ଅଫିସର ମାନଙ୍କ ଭୋଟ ଦେବାର ଅଧିକାର ନଥାଏ, ତଥାପି ସେମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିବେ, ଯେହେତୁ ଆଲୋଚିତ ବିଷୟ ମାନଙ୍କ କ'ଣ ନା ସମ୍ବନ୍ଧରେ ସେମାନଙ୍କର ବିଶେଷ ଜ୍ଞାନ ଥାଏ, ତେଣୁ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଏ। ତାପରେ ଅଧ୍ୟକ୍ଷ ହେଲା। ପଞ୍ଚାୟତ ସମିତିର ଅଧ୍ୟକ୍ଷ ସମିତି ସଭ୍ୟଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଯଦିଓ ଏହା ପୂର୍ବରୁ ସେ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ, ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇଥାନ୍ତି। ସେ ମଧ୍ୟ ସମାନ ପ୍ରକ୍ରିୟାରେ ନିର୍ବାଚିତ ହୁଅନ୍ତି। ଏହା ଛଡା ଅଧ୍ୟକ୍ଷ ତାଙ୍କୁ କ'ଣ ନା ଯେଉଁ ସବୁ କାର୍ଯ୍ୟ ଦିଅନ୍ତି, ଅଧ୍ୟକ୍ଷ ଯେଉଁ ସବୁ କାର୍ଯ୍ୟ ଦିଅନ୍ତି ତାକୁ ଉପାଧ୍ୟକ୍ଷ ସେଇ ସବୁ କାର୍ଯ୍ୟ କରନ୍ତି। ଅଧ୍ୟକ୍ଷଙ୍କ ନିର୍ବାଚନର 2 ବର୍ଷ ମଧ୍ୟରେ ତାଙ୍କ ବିରୋଧରେ, ଯଦି ଅଧ୍ୟକ୍ଷଙ୍କ ନିର୍ବାଚନର 2 ବର୍ଷ ମଧ୍ୟରେ, ଯଦି 2 ବର୍ଷ ମଧ୍ୟରେ ତାଙ୍କ ବିରୋଧରେ କେଉଁଟେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇ ପାରିବ। ଅନାସ୍ଥା ପ୍ରସ୍ତାବ କ'ଣ ନା 2 ବର୍ଷ ଭିତରେ ତାଙ୍କ ଭିତରେ ଯଦି ଅନାସ୍ଥା ପ୍ରସ୍ତାବ ତ କ'ଣ ନା ସେ ଆଗତ କରାଯାଇ ପାରିବ ନାହିଁ। ଯଦି ଥରେ ଅନାସ୍ଥା ପ୍ରସ୍ତାବ ନାକଚ ହୁଏ, ତାହେଲେ ତାହାର ବର୍ଷକ ମଧ୍ୟରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆସିପାରିବ
ନାହିଁ। ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନରେ ଯଦି ଅନାସ୍ଥା ପ୍ରସ୍ତାବ ଗୃହୀତ ହୁଏ ତାହେଲେ ସେ ଇସ୍ତଫା ଦେଇଦେବେ। ବୁଝିହେଲା। ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଯଦି ଅର୍ଦ୍ଧାଧିକ ମାନେ ଅଧ୍ୟକ୍ଷ ଭିତରେ 100 ଲୋକରୁ ଯଦି 90 ଲୋକ କଣ ନା ଅନାସ୍ଥା ପ୍ରସ୍ତାବ ଦେଲେ ତେବେ ସେ କଣ ନା ଇସ୍ତଫା ଦେଇଦେବେ ପଦବୀରୁ। ସେ ସମିତିର କାର୍ଯ୍ୟପାଳିକା ମୁଖ୍ୟ। ସମିତିର କିଏ ମୁଖ୍ୟ ନା କାର୍ଯ୍ୟପାଳିକା। ସେ ପଞ୍ଚାୟତ ସମିତିର ବୈଠକ ଆହ୍ୱାନ କରନ୍ତି ଓ ଏଥିରେ ଅଧ୍ୟକ୍ଷତା କରନ୍ତି। ସମିତି ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି। ସମସ୍ତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସେ ତଦାରଖ ମଧ୍ୟ କରନ୍ତି। ବ୍ଲକ ଅଫିସରମାନଙ୍କ ଗୁପ୍ତ ପଞ୍ଜିକା ଲେଖନ୍ତି। ବ୍ଲକ ଅଫିସରମାନଙ୍କ ଗୁପ୍ତ ପଞ୍ଜିକା ଲେଖନ୍ତି। ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଜଣେ ପୁରୁଷ ଥିବ ଅଧ୍ୟକ୍ଷ, ନହେଲେ ଉପାଧ୍ୟକ୍ଷ, ନହେଲେ ଅନ୍ୟ ଜଣେ ମହିଳା ହୋଇଥିବେ। ଜଣେ ପୁରୁଷ କିନ୍ତୁ ଜଣେ ମହିଳା। ସଂରକ୍ଷଣ ବ୍ୟବସ୍ଥା କଣ ନା ସମ୍ବିଧାନର 73ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଆଦିବାସୀ ହରିଜନଙ୍କ ପାଇଁ 30% ସ୍ଥାନ ଓ ମହିଳାମାନଙ୍କ ସ୍ଥାନ ସଂରକ୍ଷିତ ରୁହେ। ତାପରେ ତାଙ୍କ କାର୍ଯ୍ୟକାଳ କେତେ ବର୍ଷ ପଞ୍ଚାୟତ ସମିତିରେ ସାଧାରଣତଃ ଏହାର କାର୍ଯ୍ୟକାଳ 5 ବର୍ଷ। ସରକାର ଏହାକୁ ଭାଙ୍ଗି ଦେଇ 6 ମାସ ମଧ୍ୟରେ ସାନି ନିର୍ବାଚନ କରାଇଥାନ୍ତି। ତାପରେ କାର୍ଯ୍ୟକାଳ କେତେ ବର୍ଷ ଗଲା? କାର୍ଯ୍ୟବଳୀ ସବୁ କଣ ନା ବ୍ଲକ ସ୍ତରରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଯୋଜନା, ସମ୍ପାଦନା ଓ ତଦାରଖ, ବ୍ଲକର ପ୍ରାଥମିକ ଶିକ୍ଷାର ନିୟନ୍ତ୍ରଣ, ଗ୍ରାମ ପଞ୍ଚାୟତ ଗୁଡ଼ିକର କାର୍ଯ୍ୟ ତଦାରଖ ସଂଯୋଜନା, ଜନ୍ମ ମୃତ୍ୟୁର ପଞ୍ଜୀକରଣ, ଗ୍ରାମ ପଞ୍ଚାୟତର ବଜେଟ ମଜୁରୀ, ଋଣ ସଂଗ୍ରହ, ପଞ୍ଚାୟତ ସମିତି କର୍ମଚାରୀଙ୍କ ପାଇଁ ନିୟମ ପ୍ରଣୟନ, ପଞ୍ଚାୟତ ସମିତିର ବଜେଟ ଅନୁମୋଦନ ଇତ୍ୟାଦି। ତାପରେ ରାଜସ୍ୱ ପନ୍ଥା, ସରକାରଙ୍କ ଅନୁଦାନ, ଗ୍ରାମ୍ୟ ଉନ୍ନୟନ ଯୋଜନାର ବିଶେଷ ଅନୁଦାନ। ତାପରେ କଣ ଆସିଲା ନା ଏହା ଅଧୀନରେ ଥିବା ଦେବୋତ୍ତର ଅନ୍ୟାନ୍ୟ ଟ୍ରଷ୍ଟରୁ ଆୟ, ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ କ୍ରମେ ସଂଗୃହୀତ ଋଣ। ସରକାରଙ୍କ ନିୟନ୍ତ୍ରଣ, ଜିଲ୍ଲାପାଳ ପଞ୍ଚାୟତ ସମିତି ପରିଦର୍ଶନ କରିପାରିବେ ଓ ତାର ରେକର୍ଡପତ୍ର ତଦାରଖ କରିପାରିବେ। ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ଏଥିପାଇଁ ପଠାଇ ପାରିବେ। ଯଦି ପଞ୍ଚାୟତ ସମିତିର କୌଣସି ନିଷ୍ପତ୍ତି ରାଜ୍ୟ ଆଇନ ବିରୋଧରେ ଯାଏ ତାହେଲେ ସରକାର ତାକୁ ନାକଚ କରିପାରିବେ। ଯଦି ପଞ୍ଚାୟତ ସମିତିର ଅଧ୍ୟକ୍ଷ କ୍ଷମତାର କଣ ନା ଅପବ୍ୟବହାର କରିବାର ଯଦି ପଞ୍ଚାୟତ ସମିତିର ଅଧ୍ୟକ୍ଷ କ୍ଷମତାର ଯଦି କାହାକୁ ଅପବ୍ୟବହାର କରିବା ଜଣାଯାଏ ତାହେଲେ ସରକାର ତାଙ୍କୁ କଣ ନା ପଦଚ୍ୟୁତ କରିପାରିବେ। ସରକାର ପଞ୍ଚାୟତ ସମିତିକୁ ମଧ୍ୟ ଭାଙ୍ଗି ଦେଇପାରିବେ। ସରକାରଙ୍କ ହାତରେ ସବୁ କିଛି। ତ ପିଲାମାନେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ପଞ୍ଚାୟତ ସମିତିର। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦବ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।